ଆସନ୍ତୁ ଏଇ ଭିଡ଼ିଓରେ ଜାଣିବା ବ୍ୟାକଫ୍ଲିରୁ କିପରି ଭାବେ ଆପଣ କନଷ୍ଟ୍ରକ୍ସନ୍ ମେଟେରିଆଲ ବୁକିଂ କରିପାରିବେ। ତ ବୁକିଂ କରିବା ପାଇଁ ପ୍ରଥମେ ଆପଣ ଆପ୍ଲିକେସନକୁ ଖୋଲନ୍ତୁ। କନଷ୍ଟ୍ରକ୍ସନ୍ ମେଟେରିଆଲକୁ ସିଲେକ୍ସନ୍ କରିପାରିବେ। ତ ଉଦାହରଣ ସ୍ୱରୂପ ମୁଁ ଇଟାଟିକୁ ସିଲେକ୍ସନ୍ କରୁଛି ସିମେଣ୍ଟ ଇଟାକୁ। ଆର ଭେରିଏଣ୍ଟ କେତେ ପିସ୍ ଆଣିବାକୁ ଚାହୁଁଛନ୍ତି, ବୁକିଂ କରିବାକୁ ଚାହୁଁଛନ୍ତି, ତ ସେଠାରେ ସିଲେକ୍ସନ୍ କରିପାରିବେ। ଏହାପରେ ଆପଣ ବୁକ୍ ନାଓ ଉପରେ କ୍ଲିକ୍ କରନ୍ତୁ। ବୁକିଂ ସେସନ୍ଟି ଓପନ୍ ହୋଇଯାଇଛି। ତ ଏଠାରେ ଆପଣ ପ୍ରଥମେ ଆପଣଙ୍କ ଆଡ୍ରେସଟିକୁ ଦିଅନ୍ତୁ। ତ ଆଡ୍ ଆଡ୍ରେସ୍ ଉପରେ କ୍ଲିକ୍ କରନ୍ତୁ। ଏହାପରେ ରେଜିଷ୍ଟ୍ରେସନ୍ ଟାଇମ୍ରେ ଦିଆଯାଇଥିବା ଆପଣଙ୍କର ଆଡ୍ରେସ୍ ଡିଟେଲ୍ସ ଏଠାରେ ଅଟୋ ଫିଲ୍ ହୋଇଯିବ। ତ ଆପଣଙ୍କୁ ବର୍ତ୍ତମାନ ସାଇଟ୍ର ଲୋକେସନ୍ ଦେବାକୁ ପଡ଼ିବ। ତ ମ୍ୟାପ୍ରେ ଆପଣ ପିନ୍ କରିପାରିବେ। ତ ପିନ୍ କରିବା ପାଇଁ ଆପଣ ଏଠାରେ କ୍ଲିକ୍ କରନ୍ତୁ। ତାପରେ ଆପଣଙ୍କର ଲୋକେସନ୍ ଆସିଯିବ, ଆପଣଙ୍କ ସାଇଟ୍ର ଲୋକେସନ୍। ଏଠାରେ ଆପଣ ଦେଖି ଆପଣଙ୍କର ସାଇଟ୍ର ଲୋଗୋ ପିନ୍ ଦେବେ। ଯଦି କିଛି ଭୁଲ ଥିବ ଆପଣ ଠିକ୍ ଜାଗାରେ କ୍ଲିକ୍ କରନ୍ତୁ, ଅଟୋ ପିନ୍ ହୋଇଯିବ। ତ ଯଦି ଆଡ୍ରେସ୍ରେ କିଛି ଭୁଲ ଥିବ ତ ସେଟା ଆପଣ ଠିକ୍ କରିପାରିବେ। ତ ସେଟ୍ ଆଡ୍ରେସ୍ରେ କ୍ଲିକ୍ କରନ୍ତୁ ବା ଆଡ୍ରେସ୍କୁ ସେଭ୍ କରିନିଅନ୍ତୁ। ତ ଆପଣଙ୍କର ଆଡ୍ରେସ୍ଟି ଏଠାରେ ଆସିଯାଇଛି। ତ ଏବେ ପେମେଣ୍ଟ ମେଥଡ଼ ସିଲେକ୍ସନ୍ କରନ୍ତୁ। ମୁଁ ଉଦାହରଣ ସ୍ୱରୂପ କ୍ୟାସ୍ ଅନ୍ ଡେଲିଭରି ଚୁଜ୍ କରିଛି। ତ ଡିସ୍କ୍ରିପ୍ସନ୍ରେ ଆପଣଙ୍କର କିଛି ଲ୍ୟାଣ୍ଡମାର୍କ ଯଥା ସାଇ କିଛି ଜିନିଷ ଯାହା ବି ଲେଖିବାକୁ ଚାହୁଁଛନ୍ତି ପ୍ରଡ଼କ୍ଟ ବିଷୟରେ, ତ ଏଠାରେ ଲେଖିପାରିବେ। ବୁକିଂ ଡେଟ୍ ଉପରେ କ୍ଲିକ୍ କରନ୍ତୁ। ତ ବୁକିଂ ଡେଟ୍ ଏଠାରେ ଆସିଯାଇଛି। ଆପଣ କେତେ ତାରିଖରେ ବୁକିଂ କରିବାକୁ ଚାହୁଁଛନ୍ତି, ତ ସେ ବୁକିଂ ଚାହୁଁଛନ୍ତି କ୍ଲିକ୍ କରନ୍ତୁ। ଏଠାରେ କୁପନ୍ ଅଛି, ଏଠାରେ କୁପନ୍ ଉପରେ କ୍ଲିକ୍ କରନ୍ତୁ। କୁପନ୍ ଆଭେଲେବୁଲ୍ କ୍ଲିକ୍ କରିପାରିବେ କୁପନ୍ ଉପରେ। ଏଠାରେ ଆମର ସମରି ଆସିଯାଇଛି। ଅପରଟିକୁ ବୁକିଂ କରିବା ପାଇଁ କନଫର୍ମ କରନ୍ତୁ। କନଫର୍ମ ବୁକିଂ, ଆଇ ଏଗ୍ରି ଟର୍ମ ଆଣ୍ଡ କଣ୍ଡିସନ୍, ଦେନ୍ କନଫର୍ମ। ବର୍ତ୍ତମାନ ଅର୍ଡ଼ରଟି ସକ୍ସେସଫୁଲ୍ ବୁକିଂ ହୋଇଯାଇଛି। ତ ଆର ଷ୍ଟାଟସ୍ ଜାଣିବା ପାଇଁ ଗୋ ଟୁ ରିଭ୍ୟୁ ଏଠାରେ ପ୍ରଡ଼କ୍ଟର ଷ୍ଟାଟସ୍ ଦେଖିପାରିବେ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।